ଜାଣିଛନ୍ତି ଗୋଟେ ଝିଅ ଆଉ ପୁଅ ଭିତରେ ଫରକ ଥାଏ। ଗୋଟେ ପୁଅ ଲୁହା ସଦୃଶ ଆଉ ଗୋଟେ ଝିଅ ହୀରା ଭଳି। ଆପଣମାନେ କେବେ ଲକ୍ଷ୍ୟ କରିଥିବେ ଗୋଟେ ଲୁହା ଏମିତି ବାହାରେ ବହୁତ ଜାଗାରେ ପଡ଼ିଥାଏ, ଘରଠାରୁ ବାହାର ପର୍ଯ୍ୟନ୍ତ ଦେଖିଥିବେ, ମାର୍କେଟରେ ବି ଦେଖିଥିବେ, ପୁରା ଲୁହା ଗଦା ହେଇକି ଏମିତି ବର୍ଷ ବର୍ଷ ଧରିକି ପଡ଼ିଥିବ। କିନ୍ତୁ କେବେ ଲକ୍ଷ୍ୟ କରିଛନ୍ତି ହୀରା ଏମିତି ବାହାରେ ପଡ଼ିଥିବାର? ନା, ତାକୁ ଆପଣ ଦେଖିଥିବେ ଗୋଟେ ଭେଲଭେଟ୍ କପଡ଼ାରେ ଗୁଡ଼ା ହେଇକି ଗୋଟେ ଛୋଟ ବାକ୍ସ ଭିତରେ, ତାକୁ ପୁଣି ମାନେ ଡବଲ ତାଲା ଦେଇ ଟ୍ରିପଲ ତାଲା ଦେଇ ତାକୁ ପୁଣି ଲକର ଭିତରେ ବହୁତ ସୁରକ୍ଷା ଭିତରେ ତାକୁ ରଖାଯାଏ। ଏକ୍ଜାକ୍ଟଲି ଗୋଟେ କାହିଁକି ରଖାଯାଏ? କାରଣ ତାର ଭ୍ୟାଲୁ ବହୁତ ଅଧିକ। ଏକ୍ଜାକ୍ଟଲି ଗୋଟେ ଝିଅର ମୂଲ୍ୟ ମଧ୍ୟ ବହୁତ ଅଧିକ, ସେଇଥିପାଇଁ ତାକୁ ଗୋଟେ ସୁରକ୍ଷା ଭିତରେ ରଖାଯାଏ। ଏଇଥିପାଇଁ ତାର ମୂଲ୍ୟ ଅଧିକ ବୋଲି, ନାଇଁକି ସେ ଦୁର୍ବଳ ଆଉ ଅସହାୟ ବୋଲି। ସେଇଥିପାଇଁ ତା ପାଇଁ କିଛି ଗୋଟେ ନିୟମ ଥାଏ ବୋଲି, ଯେଉଁଥିପାଇଁ ସେ ଗୋଟେ ଶୃଙ୍ଖଳା ଭିତରେ ରହେ, ନାଇଁ ସେ ଦୁର୍ବଳ ଆଉ ଅସହାୟ ବୋଲି। ଶାସ୍ତ୍ର ଅନୁସାରେ ଗୋଟେ ଝିଅ ଯେତେବେଳେ ଛୋଟ ଥାଏ ସେତେବେଳେ ସେ ତାର ପିତାର ସୁରକ୍ଷାରେ ରହେ। ଯେତେବେଳେ ତାଠାରୁ ଟିକେ ବଡ଼ ହୋଇଯାଏ ତାର ସେ ସ୍ୱାମୀର ସୁରକ୍ଷାରେ ରୁହେ। ଆଉ ତାଠାରୁ ଯେ ଆଉ ଟିକେ ବଡ଼ ହୋଇଯାଏ ନା, ସେତେବେଳେ ସେ ତାର ପୁଅର ସୁରକ୍ଷାରେ ରୁହେ। ଏଇଥିପାଇଁ ସେ ନିଜକୁ ଅସହାୟ ଦୁର୍ବଳ ବୋଲି ନୁହେଁ, ତାର ମୂଲ୍ୟ ଅଧିକ ବୋଲି ସିଏ ଏତେ ସୁରକ୍ଷା ଭିତରେ ଦେଇକି ସବୁବେଳେ ଗତି କରିବାକୁ ପଡ଼େ। ଜୟ ଜଗନ୍ନାଥ ସାଙ୍ଗମାନେ, ଆଜିର ଦିନଟି ଆପଣ ପାଇଁ ଶୁଭମୟ ହେଉ, ଏହା ହିଁ ମୋର ଭଗବାନଙ୍କ ନିକଟରେ ପ୍ରାର୍ଥନା। ଜୟ ଜଗନ୍ନାଥ।